से उच्च करताल सहित स्वागत करवा गोलापी उच्च करताल सहित गोलापी स्वागत। धन्यवाद सिस्टर आप आसतु आपंकर कार्यक्रम आप आराधना स्तुति प्रशंसा। नमस्कार भाई, प्रेज द लॉर्ड भाई। रियल मिनिस्ट्री ऑफ इंडिया तरफ जिते मोर प्लाटफॉर्म में जड़ित समस्त मोर भाई एवं माँ भौणी मोर ख्रीष्ट प्रेम नमस्कार नमस्ते। आसंत आराधना करने पूर्व मु पदे प्रार्थना करी। धन्यवाद प्रभु, धन्यवाद 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 प्रभु। तुम आश्चर्य परमेश्वर, तुम्हारा नाम ही आश्चर्य, तुम्हारा सृष्टि आश्चर्य, तुम्हारा कार्य सकल आश्चर्य। एक प्रकार आश्चर्य परमेश्वर पाद तले प्रभु तुमर दास दासी मान सहित प्रभु मत तुम एकत्रित कल, जड़ित कल तुम आराधना करने, तुम गौरव करने। तुमको कोटि कोटि धन्यवाद दूसरी प्रभु। वर्तमान राजा तुम गौरव महिमा प्रशंसा करने को जाऊँ राजा। तुम्हें मोर सहवर्ती हो, मो मन को मोर हृदय को तुम आयतन रख प्रभु। मुझे प्रभु तुम उपस्थिति को अनुभव करी, तुम गौरव करी, जद्वारा तुम्हें मो गीत प्रभु तुम्हें महिमान्वित हम। तो जा महिमा तुम्हें पाओ, जीशु नाम छोट निवेदन मांगली बात, आमीन। जो जो कुछ पूरा करूं जो कुछ पूरा करो हार दिल में आवाज आई अपने मैंने आवाज जिसका किया अपमान, दिल में आवाज आई अपने मैंने आवाज जिसका किया अपमान, प्रार्थना में जो कुछ मांगो पूरा करो भाई। ईमान लाए कुछ नहीं बाकी, कर दो लहू से साफ ईमान कुछ आए आप पार हमारे कर दो लहू से साफ प्रार्थना में जो कुछ मांगा पूरा करो हर मान, प्रार्थना जो कुछ मांगा पूरा करो हर मान। सारे खता तेरा करूं सब
चला जो कुछ पूरा करो हार मारा चला जो कुछ पूरा करो हार मारा। ପାଲ ଦିଦି ଶୁଭା ଯାଉନି। ଶୁଭା ଯାଉନି? ନାଇଁ ନାଇଁ ଶୁଭା ଯାଉନି। ଆଉ ଟିକେ ମୋବାଇଲ ପାଖକୁ ଆସନ୍ତୁ। ଆଉ କୁହନ୍ତୁ। ନିଜ ସୁଖମୟ ଏବେ ହଉଛି କି? ଏବେ ହଉଛି କି? କଣ ହେଇଛି? ଆପଣ କଥା ହେଲା ବେଳକୁ ଶୁଭା ଯାଉଛି, ଗୀତ ଗାଇଲା ବେଳକୁ ଶୁଭା ଯାଉନି। ନିଜ ସୁଖମୟ ବିଛାଏ ନିଜ ସୁଖ ପାଇଁ ଛାଏ ଜୀବନ ତାହା ପାଇଁ ପ୍ରଭୁ କହନ୍ତି ଆପଣର ପଥ ପ୍ରଭୁ କହନ୍ତି ଆପଣର ପଥ ବିବେଚନା କରି ଦେଖ ନିଜ ସୁଖ ପାଇଁ ବିଛାଏ ଜୀବନ ତାହା ପାଇଁ ନିଜ ପାଇଁ ସବୁ ତ୍ୟାଗ କରିଛ ପ୍ରଭୁଙ୍କର ପାଇଁ କିଛି କରି କିଛି ସବୁ ତ୍ୟାଗ କରିଛ ପ୍ରଭୁଙ୍କର ପାଇଁ କିଛି କରି ବିଳାସ ବ୍ୟସନେ ଈଶ୍ୱର ଜୀବନ ବିଳାସ ବ୍ୟସନେ ଈଶ୍ୱର ଜୀବନ ବୃଥାରେ ଯାଉଛ ନିଜ ସୁଖ ପାଇଁ ବିଛାଏ ଜୀବନ ତାହା ପାଇଁ ପ୍ରଭୁଙ୍କର ପଥ ପ୍ରଭୁଙ୍କର ପଥ ଅନନ୍ତ ହୃଦୟ ତୁମେ ଫିরে আস অনন্ত পরদেশ তুমি ফিরে আস অনন্ত জীবন
నిజ సుఖపాణి నిజ సుఖపాణి ହବ ଧୀରେ ଗୀତ ଆଉ ଗୋଟେ ଗାଆନ୍ତୁ ଆଉ ଗାଆନ୍ତୁ। ମୋର ମୋବାଇଲ ବୋଧେ କଣ ହେଇଛି। ତେଲୁଗୁ ଗୀତ ଗାଇପାରିବି କି ତେଲୁଗୁ ଗୀତ? ହଁ ଗାଆନ୍ତୁ ଗାଆନ୍ତୁ। పల్లెల్లో గుండెల్లో దిగులందుకు ఇక నీవు నెమ్మది లేకుండా గుండెల్లో గాయమైనదా ఇక నీవందముగా లోకమంతా ఏకమైన భయము చెందకుమా కరువ ఖడ్గమునొచ్చిన నింద వేదన చుట్టిన లోకమంతా ఏకమైన భయము చెందకుమా దిగులు చెందకుమా దిగులు చెందకు కళ్ళల్లో గుండెల్లో దిగులందుకు ఇక నీవు కలత చెందకు నెమ్మది లేకున్నదా
గుండెలో గాయమైనదా ఇక వివండబోదా ఇక వివండబోదా। ଧନ୍ୟବାଦ ସମୟ ଦେଇଥିବାରୁ ପଦେ ପ୍ରାର୍ଥନା କରି ମୋ ଆରାଧନା ସମାପ୍ତ କର। ଧନ୍ୟବାଦ ପ୍ରଭୁ, ତୁମେ ମତେ ସୁଯୋଗ ଦେଲ ତୁମର ଦାସ ଦାସୀ ମାନଙ୍କ ସହିତ ପ୍ରଭୁ ମିଳିତ ଭାବେ ପ୍ରଭୁ ତୁମର ଗୌରବ କରିବା ପାଇଁ ତୁମର ପ୍ରଶଂସା କରିବା ପାଇଁ ମତେ ସୁଯୋଗ ଦେଲ। ପ୍ରଭୁ ତୁମେ ମତେ ବହୁତ ପ୍ରେମ କରୁଅଛ ରାଜା। ପ୍ରଭୁ ମୋ ଜୀବନରେ ତୁମେ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଅଛ ପ୍ରଭୁ। ତା ବଦଳରେ ମୁଁ କଣ କରିବି ପ୍ରଭୁ? ତୁମେ ମୋ ପକ୍ଷରୁ କୌଣସି ବିଷୟ ତୁମେ ମାଗୁ ନାହିଁ ପ୍ରଭୁ। ତୁମେ କେବଳ ପ୍ରଭୁ ତୁମେ ମୋର ଏ ଛୋଟ ହୃଦୟ ମାଗୁଅଛ, କିନ୍ତୁ ଏ ହୃଦୟ ମଧ୍ୟ ଦେବା ପାଇଁ ପ୍ରଭୁ ମୁଁ ଜଗତରେ ହଜି ଯାଇଅଛି। ମତେ ତୁମେ କ୍ଷମା କର, ତୁମେ ମୋର ସହବର୍ତ୍ତୀ ହୁଅ। ବର୍ତ୍ତମାନ ପ୍ରଭୁ ବାକ୍ୟ ଶୁଣିବା ପାଇଁ ଯିବ। ମୋ ଜୀବନରେ ତୁମେ କଥା କୁହ। ମୁଁ ସ୍ଥିର ମନରେ ଯେପରି ତୁମର ପବିତ୍ର ବାକ୍ୟକୁ ଶୁଣି ତାହା ଶ୍ରୋତ ନ ହୋଇ ପ୍ରଭୁ କାର୍ଯ୍ୟ କରିବ ଏହି ପ୍ରକାର ତୁମେ ବ୍ୟବହାର ମହିମା ତୁମେ ପାଅ। ଯୀଶୁ ନାମରେ ଛୋଟ ନିବେଦନ ମାଗିଥାଉ। ଆମେନ୍। ଧନ୍ୟବାଦ ଭାଇ, ବହୁତ ଧନ୍ୟବାଦ। ଧନ୍ୟବାଦ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣ ଅତି ସୁନ୍ଦର ଭାବରେ ଗୀତ ମାନ ଗାଇଲେ, କିନ୍ତୁ ଟିକେ ସ୍ୱର ଏପଟ ସେପଟ ହେଇଗଲା ସେ ମାଉତର ପ୍ରକାରେ, କିନ୍ତୁ ଅତି ମହତ ସୁନ୍ଦର ଗୀତ ଗାଇଲେ। ପ୍ରଭୁଙ୍କର ଆଉ ଆରାଧନା ସ୍ତୁତି ପ୍ରଶଂସା କଲେ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଏହିପରି ଉତ୍ସାହ ଏହିପରି ଆତ୍ମିକ ଜୀବନ ଦିଅନ୍ତୁ, ଯଦ୍ୱାରା ଆସିବେ, ପରିଚାଳନା କରିବେ, ଆରାଧନା ସ୍ତୁତି ପ୍ରଶଂସା କରିବେ, ବାକ୍ୟ ପରିପ୍ରକାଶ କରିବେ। ପ୍ରଭୁ ଆଶୀର୍ବାଦ କରନ୍ତୁ ଆପଣଙ୍କ ସେବା କାର୍ଯ୍ୟ, ଆପଣ ପରିବାରକୁ, ଆପଣଙ୍କର କର୍ମମୟ ଜୀବନରେ ପ୍ରଭୁ ବହୁଳ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍। ଧନ୍ୟବାଦ ଧନ୍ୟବାଦ। ଆମେ ସମସ୍ତେ କରତାଳ ସହିତ ଆମେ ସିଷ୍ଟରଙ୍କୁ ଆମେ ଧନ୍ୟବାଦ ଦେବା। ଯାଅ ଏଇ ସମୟରେ ଆମମାନଙ୍କର ୱାର୍ସିପ୍ ସରିଛି। ବର୍ତ୍ତମାନ ଆନାଉନ୍ସମେଣ୍ଟ ରହିଛି ଆମମାନଙ୍କର ଗହଣରେ। ଆମମାନଙ୍କର ପ୍ରେସିଡେଣ୍ଟ ପରିଚୟ ଆଜ୍ଞା, ତ ସହିତ ହୋଷ୍ଟ କର ଆଜ୍ଞା 2 ଜଣ ଅଛନ୍ତି। କୌଣସି ଯଦି ବିଜ୍ଞାପନ ବା ଆନାଉନ୍ସମେଣ୍ଟ ଅଛି, ଆନାଉନ୍ସମେଣ୍ଟ କଲେ ଆମେ ପ୍ରାର୍ଥନାକୁ ଯିବା। ଉପସ୍ଥିତ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। ଆଉ ବହୁତ ବହୁତ ଧନ୍ୟବାଦ ଦେବି ଆଜିର ପରିଚାଳକ ମହାଶୟଙ୍କୁ, ସେ ସୁନ୍ଦର ଭାବେ ଆହ୍ୱାନ କଲେ। ତା ସହିତ ମୁଁ ଧନ୍ୟବାଦ ଦେବି ଆମର ଗୋଲାପୀ ସିଷ୍ଟରଙ୍କୁ। ଆଉ ଗୋଲାପ ଫୁଲର ସୁବାସିତ ଯେମିତିକି ଫୁଟିଥିଲେ ଚାରିଆଡେ ସମସ୍ତେ ତାକୁ ଆଘ୍ରାଣ କରିକି ଟିକେ ଏନ୍ଜୟ ନିଅନ୍ତି ବା ଖୁସି ହୁଅନ୍ତି। ମୁଁ ଭାବୁଛି ଆମମାନଙ୍କର ଗୋଲାପୀ ସିଷ୍ଟରଙ୍କର ଆରାଧନାରେ ପ୍ରଭୁ ନିଶ୍ଚୟ ଖୁସି ହେଇଥିବେ, ଆଉ ଆମେ ମଧ୍ୟ ଖୁସି ଅଟୁ। ଆଉ ପ୍ରଭୁ ତାଙ୍କୁ ସୁନ୍ଦର ମନ ଦେଇଛନ୍ତି, ସୁନ୍ଦର ହୃଦୟ ଦେଇଛନ୍ତି, ସୁନ୍ଦର ସ୍ୱର ବି ଦେଇଛନ୍ତି। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଏ ପ୍ରକାର ଯୋଉ ଦିନ ଠାରୁ ସେ ପ୍ରଥମ ଦିନରୁ ଜଡିତ ହେଲେ, ଆଉ ସେଇ ଦିନ ଠାରୁ କେବେ ହେଲେ ସେ ରହୁନାହାନ୍ତି, ପ୍ରତିଦିନ ଜଡିତ ହଉଛନ୍ତି। ଆଉ ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ତାଙ୍କର ପିଲାମାନେ ବୋଧେ ହାଇଦ୍ରାବାଦରୁ ଫେରିଥିବେ, ଆଉ ପିଲାମାନଙ୍କ ସହିତ ସେ ଅଛନ୍ତି। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ତାଙ୍କ ସ୍ୱାମୀ ପ୍ରତି, ତାଙ୍କ ସ୍ୱାମୀର ଚାକିରି ପ୍ରତି ବିଶେଷ ବିଶେଷ ଆଶୀର୍ବାଦ କରନ୍ତୁ। ଏ ସମୟରେ ଆମେ ଆନାଉନ୍ସମେଣ୍ଟ ଶୁଣିବା। ଆପଣମାନଙ୍କର ପ୍ରାର୍ଥନା ନିହାତି ରହୁଥିବ। ଆମମାନଙ୍କର ପଞ୍ଚମ ଗେଟ୍ ଟୁଗେଦର ଶେଷ ପର୍ଯ୍ୟନ୍ତ, ଯେହେତୁ ଆମମାନେ ସମସ୍ତେ ପ୍ରାୟ ପ୍ରସ୍ତୁତ ହେଲୁଣି। ଅନେକ ସମୟ ଭାଇ ଭଉଣୀ ମାନେ ନିଜର ବ୍ୟାଗ୍ ପଟା ବି ସଜାଡ଼ିବାରେ ବ୍ୟସ୍ତ ଥିବେ, ମୁଁ ଅନୁଭବ କରିପାରୁଛି। କାହିଁକି ଆଜି ହେଲା ମଙ୍ଗଳବାର, ଆଉ ମଝିରେ 3-4 ଦିନ ମାତ୍ର ଅଛି, 4 ଦିନ ଖଣ୍ଡେ ଅଛି। ଆମେ ନିଜକୁ ପ୍ରସ୍ତୁତ କରିବା, ଆଉ ନିଜର ବ୍ୟାଗ୍ ପଟା ଯାହାକି ଆମର ଆବଶ୍ୟକ ଜିନିଷକୁ ମଧ୍ୟ ପ୍ରସ୍ତୁତ କରିବା। এই ପ୍ରକାର ଭାବେ ଆମେ ପ୍ରସ୍ତୁତରେ ସମସ୍ତେ ବର୍ତ୍ତମାନ ଚାଲିଛି। ପ୍ରଭୁ ଅନୁଗ୍ରହ କରନ୍ତୁ। ମୁଁ ଉପସ୍ଥିତ ସମସ୍ତ ଅନୁରୋଧ କରିବି, ଆଉ ସମସ୍ତେ ପ୍ରାର୍ଥନା କରନ୍ତୁ। ବ୍ୟକ୍ତିଗତ ପାରିବାରିକ ମଣ୍ଡଳୀ ମଧ୍ୟ ଜଣାନ୍ତୁ ଯେ ଗୋଟେ ଟିମ୍ ଯାଉଛନ୍ତି ମୁମ୍ବାଇ, ଆଉ ସେଇଠି ଯେ ପ୍ରକାର ପ୍ରଭୁ ଆଶୀର୍ବାଦ ଯୁକ୍ତ କରିବେ, ଏବଂ ସେଇ ଟିମ୍ ମାଧ୍ୟମରେ ସେଠି ଯୋଉ 2 ଦିନ ଧରିକି ୱାର୍ସିପ୍ ହେବ, ବାକ୍ୟ ଦିଆଯିବ ଏବଂ ପ୍ରାର୍ଥନା ହେବ, ପ୍ରଭୁଙ୍କର ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସାଧିତ ହେବ। ସେଥି ନିମନ୍ତେ ସମସ୍ତେ ବ୍ୟକ୍ତିଗତ ଭାବେ ପାରିବାରିକ ଭାବେ ମାଣ୍ଡଳିକ ଭାବେ ପ୍ରାର୍ଥନା କରନ୍ତୁ।
ଏଇଟା ମୋର ପ୍ରଥମ ଅନୁରୋଧ। ଦ୍ୱିତୀୟ ଅନୁରୋଧ ରହିବ ଯେ ଆପଣମାନେ ଜାଣନ୍ତି ଯେ ରିଏଲ ମିନିଷ୍ଟ୍ରି ଏକ ଏମିତି ଜୁମ୍, କେବେ ସେ ସପ୍ତାହ ଥରେ ପ୍ରତ୍ୟେକ ଜୁମ୍ରେ ଦାନ ସଂଗ୍ରହ କରାଯାଏ, କିନ୍ତୁ ଏଥିରେ ଦାନ ସଂଗ୍ରହ କରାଯାଏ ନାହିଁ। ପ୍ରତ୍ୟେକ ଜୁମ୍ରେ ଚାଲିଛି ଗେଟ୍ ଟୁଗେଦର ନିମନ୍ତେ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ଦାନ ସଂଗ୍ରହ କରାଯାଏ, କିନ୍ତୁ ଆମର ଏଇଠି ଗୋଟିଏ ଜିନିଷ ଆମେ ଚିନ୍ତା କରିଛୁ, ବର୍ଷରେ ଥରେ ମାତ୍ର କିଛି ଦାନ ସଂଗ୍ରହ କରିବା, ଯୋଉ ଦାନ କି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଯୋଉମାନେ ଏଇଠୁ ଯାଇ ଗେଟ୍ ଟୁଗେଦରକୁ ଯାଆନ୍ତି ସେଇଠିର ମ୍ୟାନେଜମେଣ୍ଟ ପାଇଁ, ସେଠିର ଆରେଞ୍ଜମେଣ୍ଟ ପାଇଁ, ସେଠିରେ ବକ୍ତାମାନଙ୍କର ୱେଲକମ୍ କରିବା ପାଇଁ ଯାହା କିଛି ଆବଶ୍ୟକତା ଥାଏ ଆଉ ସେଇଠି ତାହା ବ୍ୟବହାର କରାଯାଇଥାଏ। ଆଉ ସେଥି ନିମନ୍ତେ ଆମେ ସେ କରୁ। ତାପରେ ଅଧିକାଂଶ ଗତ ବର୍ଷ ବି ଆମମାନଙ୍କୁ ଯୋଉମାନେ ରେଜିଷ୍ଟ୍ରେସନ କରିଥିଲେ ଯାଇପାରିନାହାନ୍ତି, ଅନେକ ଲୋକ ସେଟା ରିଏଲ ମିନିଷ୍ଟ୍ରି ଦାନ ଆକାରରେ ସେ ମାନେ ଦେଇଥିଲେ ଗତ ବର୍ଷ ମଧ୍ୟ। ଆଉ ଏ ପ୍ରକାର ଭାବେ ସେ ଗତ ବର୍ଷ ଆମେ ଗୋଟିଏରେ ଆମେ ପରିଚାଳନା କରିଥିଲୁ। ଆଉ ଅନେକ ପ୍ରାୟ 54,000 ଟଙ୍କା ଗତ ବର୍ଷ ଆମେ ପାଇଥିଲୁ ଦାନ ଆକାରରେ। ଆଉ ମୁଁ ଆଶା କରୁଛି ପ୍ରଭୁ ଅନେକଙ୍କ ହୃଦୟରେ ପ୍ରଭୁ କାର୍ଯ୍ୟ କରିବେ, ଆମମାନଙ୍କର ହସ୍ତ ବଢେଇବେ। ଯେ ପ୍ରକାର ଆମମାନଙ୍କର ଗେଟ୍ ଟୁଗେଦର ପ୍ରୋଗ୍ରାମ ସମସ୍ତ କାର୍ଯ୍ୟ, କାହିଁକି ଆମମାନଙ୍କର ମ୍ୟୁଜିସିଆନ ଦରକାର, ଆଉ ମ୍ୟୁଜିକ ଟିମ୍ ବି ଦରକାର ହେଲେ ଆମେ ସେଇଠି ଆରେଞ୍ଜମେଣ୍ଟ କରିପାରିବୁ, ସେମାନଙ୍କ ପାଇଁ ନିହାତି ଦରକାର ଥିଲା। ଆଉ ଆମର ଉଟିରେ ମଧ୍ୟ ଏକ ମ୍ୟୁଜିକ ଟିମ୍ ଆସିଥିଲେ, ଉଟି ପୁରା ଦଳ ଆସି ଆମ ପାଇଁ ଏତେ ସୁନ୍ଦର ଭାବେ ମ୍ୟୁଜିକ କଲେ ଆଉ ସବୁ ପ୍ରକାର ଇଏ କଲେ, ପ୍ରାୟ 3 ଘଣ୍ଟା ଧରିକି, ଭାରି ଭଲ ହେଇଥିଲା। ସେ ପ୍ରକାର ମଧ୍ୟ ମୁଁ ଆଶା କରୁଛି ଆମର ଏଇଠି ମଧ୍ୟ ଅନୁଷ୍ଠିତ ହେବ। ଆଉ ସେଇ ଟିମ୍ ବି ଆସିବେ, ଆଉ ଆମର ଯୋଉଟା କି ପୁନେରୁ ଆସିବେ, ସେମାନଙ୍କ ଦ୍ୱାରା ପ୍ରଭୁ ୱାର୍ସିପ ମାଧ୍ୟମରେ ଗୌରବାନ୍ୱିତ ହେବେ। ସେଥିପାଇଁ ଆପଣଙ୍କ ନିହାତି ପ୍ରାର୍ଥନାର ଆବଶ୍ୟକତା ଅଛି। ଆଉ ଆପଣମାନେ ମଧ୍ୟ କିଛି ଅର୍ଥ ଯଦି ଯୋଉମାନେ ଯାଇପାରୁନାହାନ୍ତି କିଛି ହସ୍ତ ବଢେଇଲେ ସେ ଟିମ୍ ମାନଙ୍କ ପାଇଁ ସେଟା ବ୍ୟବହାର କରାଯିବ, ସେଥିପାଇଁ ଆପଣମାନଙ୍କୁ ଅନୁରୋଧ କରେ। ତାପରେ ଅନୁରୋଧ କରେ ଆମମାନଙ୍କର ଯିବା ପୂର୍ବରୁ ଆମେ ରିକ୍ୱେଷ୍ଟ କରିଥିଲୁ ଯେ ଯିବା ପୂର୍ବରୁ ଯାହା ଆମମାନଙ୍କର ଧାର୍ଯ୍ୟ କରାଯାଇଛି ସେ ଧାର୍ଯ୍ୟ ଆପଣମାନେ ପୈଠ କରିଦିଅନ୍ତୁ। କାହିଁକି ଆଉ ସେଠି ଗଲା ପରେ ନିଜର ଖର୍ଚ୍ଚ ଆଉ ଚାନ୍ଦା ପଇସା ଦେଇ ମାନେ ଯାହା ଧାର୍ଯ୍ୟ କରାଯାଇଛି ଦେଇପାରିନି ବୋଲି ଯୋଉ ଚିନ୍ତା ରହିବ, ଚିନ୍ତା ମୁକ୍ତ ହେବା ପାଇଁ ଆପଣମାନେ ଚେଷ୍ଟା କରିକି ସେଇ ଯାହା ଧାର୍ଯ୍ୟ ହେଇଛି ସେଟା ପୈଠ କରିଦିଅନ୍ତୁ। ପ୍ରଭୁ ଆପଣମାନଙ୍କୁ ବିଶେଷ ଆଶୀର୍ବାଦ କରନ୍ତୁ। ଆପଣମାନେ ପ୍ରାର୍ଥନାର ସହିତ ବାହାରନ୍ତୁ, ପ୍ରଭୁ ଆପଣମାନଙ୍କୁ ଆର୍ଥିକ ଦିଗରେ ସବୁ ଦିଗରେ ଯୋଉମାନେ ଯାଉଛନ୍ତି ପ୍ରଭୁ ନିହାତି ଆଶୀର୍ବାଦ କରିବେ। ବିଜ୍ଞାପନ ଏତିକି ମାତ୍ର, ସମସ୍ତଙ୍କୁ ନମସ୍କାର। ଆଉ କଣ ଅଛି କି ଆଜ୍ଞା? ଆଉ କିଛି ନାହିଁ, ଆପଣଙ୍କ ଆଡୁ କିଛି କହିବାକୁ ଥିଲେ କୁହ। ଆମର କିଛି କହିବାର ନାହିଁ। ଯାଅ ଆମମାନଙ୍କର ପ୍ରଭୁ ଦାସ ଅତି ସୁନ୍ଦର ଭାବରେ ପ୍ରେସିଡେଣ୍ଟ ଆଜ୍ଞା ଆମମାନଙ୍କର 50 ଗେଟ୍ ଟୁଗେଦର ବିଷୟରେ ସବୁ ଆମମାନଙ୍କୁ ସେ ବିଜ୍ଞାପନ ମାଧ୍ୟମରେ କହିଅଛନ୍ତି। ପ୍ରାର୍ଥନା କରିବା ତାହା ଯେପରି ପ୍ରଭୁଙ୍କର ଗୌରବରେ ସଫଳୀକୃତ ହେବ, ଏଥିପାଇଁ ଆମେ ପ୍ରାର୍ଥନା କରିବା। ଆମମାନଙ୍କର ଗହଣରେ ତାବଡ଼ା ମଣ୍ଡଳୀର ପାଳକ ରେଭରେଣ୍ଡ ରୋଳ ଆଜ୍ଞା ଅଛନ୍ତି। ଆଜ୍ଞା ଆଜ୍ଞା ନମସ୍କାର, ପ୍ରେଜ୍ ଦ ଲର୍ଡ। ନମସ୍କାର। ଆପଣ ତ ଜାଣିଥିବେ ନିଶ୍ଚିତ ଭାବରେ ଆମର 7 ତାରିଖ ଠାରୁ ପ୍ରାୟ ଫେରିବା ପର୍ଯ୍ୟନ୍ତ, ପ୍ରାୟ 14 ତାରିଖ ପର୍ଯ୍ୟନ୍ତ ଆମର ବମ୍ବେ ଯିବାର କାର୍ଯ୍ୟକ୍ରମ ରହିଛି। ଆମର ଯେପରି ଯିବା ଆସିବା ସମସ୍ତ ମିଟିଂରେ ଆୟୋଜନରେ ପ୍ରଭୁଙ୍କ ନାମରେ ଯେପରି କାର୍ଯ୍ୟ ଆମର ସଫଳୀକୃତ ହେବ, ପ୍ରତ୍ୟେକ ବିଷୟ ପ୍ରାର୍ଥନା କରିବା ସହିତ ପ୍ରତ୍ୟେକ ଯେଉଁମାନେ ଯିବେ ତାଙ୍କର ଶାରୀରିକ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଆପଣ ପ୍ରାର୍ଥନା କରନ୍ତୁ। ସମସ୍ତଙ୍କୁ ନମସ୍କାର। ମୁଁ ଆଶା କରୁଛି ମୋ ସ୍ୱର ଶୁଭା ଯାଉଛି। ଶୁଭା ଯାଉଛି ଆଜ୍ଞା, ନମସ୍କାର। ପ୍ରାର୍ଥନା କରିବା। ସର୍ବମଙ୍ଗଳ ସାଧକ କରୁଛୁ, ତୁମେ ଆମମାନଙ୍କର ପ୍ରଭୁ ଏବଂ ଈଶ୍ୱର ଅଟ, ଆମମାନଙ୍କର ନିର୍ମାତା, ଆମମାନଙ୍କ ରଚନାକାରୀ ପରମେଶ୍ୱର। ପ୍ରଭୁ ଆମେ ତୁମରି ସ୍ତୁତି ଆଉ ପ୍ରଶଂସା କରୁଛୁ। ଜୀବିତ ମାନଙ୍କ ମଧ୍ୟରେ ଆମମାନଙ୍କୁ ଗଣନା କଲ ପ୍ରଭୁ, ଆମମାନଙ୍କୁ ଆହୁରି ଗୋଟିଏ ଦିନ ତୁମ ମହିମା କରିବା ନିମନ୍ତେ ଯୋଗ କଲ, ସେଥିପାଇଁ ଧନ୍ୟବାଦ ଦେଉଛୁ। ପ୍ରଭୁ ତୁମର କରୁଣା ଦାନ ପାଇଁ, ମଙ୍ଗଳ ଦାନ ପାଇଁ,
ସକଳ ଉପକାର ପାଇଁ ଆମେ ତୁମ ନାମର ଧନ୍ୟବାଦ ଦେଉଛୁ। ଆମ ଦୁର୍ବଳତା ସତ୍ତ୍ୱେ ପ୍ରଭୁ ଆମମାନଙ୍କୁ ଏହିଭଳି ସୁଯୋଗ ମାନ ଦେଇ ଆସୁଛୁ, ସେଥିପାଇଁ ଧନ୍ୟବାଦ କରୁଛୁ। ଆଜି ପ୍ରାତଃ ସମୟରେ ହେ ପ୍ରଭୁ ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ଦ୍ୱାରା ପ୍ରଭୁ ତୁମ ସେବା ଉପାସନା କରିବା ପାଇଁ ପ୍ରଭୁ ଆମମାନଙ୍କୁ ଏକତ୍ର କରିଥିବାରୁ ତୁମ ମହାନାମର ଧନ୍ୟବାଦ କରୁଛୁ। ପ୍ରଭୁ ଯେତେ ତୁମ ଦାସମାନେ ପ୍ରଭୁ ଏହି ଜୁମ୍ ପ୍ଲାଟଫର୍ମକୁ ପରିଚାଳନା କରନ୍ତି, ନେତୃତ୍ୱ ପ୍ରଦାନ କରନ୍ତି, ତୁମେ ସେମାନଙ୍କ ସଙ୍ଗୀ ହୋଇ ହେ ପ୍ରଭୁ ଆହୁରି ଆଧ୍ୟାତ୍ମିକ ବୃଦ୍ଧି ନିମନ୍ତେ ପ୍ରଭୁ ଏହି ସଭାଟିକୁ ପରିଚାଳନା କରିବେ। ଏହିପରି ଜ୍ଞାନ ବୁଦ୍ଧି ଶକ୍ତି ପ୍ରଦାନ କର। ବିଶେଷ କରି ଆମେ ଧନ୍ୟବାଦ କରୁଛୁ ଏ ପ୍ରଭୁ 7 ତାରିଖ ଠାରୁ ଆରମ୍ଭ କରି ମୁମ୍ବାଇରେ ଯେଉଁ ସମସ୍ତ ମିଟିଂ ନିମନ୍ତେ ଏକତ୍ରୀକରଣ ନିମନ୍ତେ ଯାତ୍ରା ରହିଛି, ସମସ୍ତ ଯାତ୍ରା ପାଇଁ ତୁମ ନିକଟରେ ସମର୍ପଣ କରି ପ୍ରାର୍ଥନା କରୁଛୁ। ତୁମ ଦାସଦାସୀମାନେ ବିଭିନ୍ନ ସ୍ଥାନରୁ ଯାତ୍ରା କରିବେ, ତୁମେ ସେମାନଙ୍କ ସହାୟ ହୁଅ। ପ୍ରଭୁ ଯାତ୍ରା ଜନିତ ଅମଙ୍ଗଳରୁ ରକ୍ଷା କର। ହେ ପ୍ରଭୁ ଦୈବୀ ଦୁର୍ବିପାକରୁ ଉଦ୍ଧାର କର। କୌଣସି ହାନି କ୍ଷତି ଅମଙ୍ଗଳ ହେବାକୁ ତୁମେ ଦିଅ ନାହିଁ। ସୁସ୍ଥ ସ୍ୱାସ୍ଥ୍ୟ ଦିଅ ବୋଲି ପ୍ରାର୍ଥନା କରୁଛୁ। ସେହି ସ୍ଥାନରେ ପହଞ୍ଚି ହେ ପ୍ରଭୁ ନିରାପଦରେ କୁଶଳରେ ପ୍ରଭୁ ତୁମ ସେବା ଉପାସନା ଆରାଧନା କରିବେ। ଗୋଟେ ଆତ୍ମିକ ବାତାବରଣ ଆସିବ, ଆତ୍ମିକ ସହଭାଗିତା ଲାଭ କରିବେ। ପରସ୍ପରକୁ ଦେଖି ପ୍ରଭୁ ହେ ପ୍ରଭୁ ଶୁଭେଚ୍ଛା ଜଣାଇବା ସହିତ ପରସ୍ପର ନିମନ୍ତେ ପ୍ରାର୍ଥନା କରିବା ପାଇଁ, ପରସ୍ପରର ଉତ୍ସାହର କାରଣ ହେବା ପାଇଁ, ସାକ୍ଷ୍ୟ ଦେଇ ପ୍ରଭୁ ଅନ୍ୟମାନଙ୍କୁ ପ୍ରେରଣା ଦେବା ପାଇଁ ପାରିବେ। ଏହିପରି କୃପା ଅନୁଗ୍ରହ କର। ଯେଉଁ ତୁମ ଦାସମାନେ ମନୋନୀତ କରିଅଛ ବାକ୍ୟ ବିତରଣ କରିବା ପାଇଁ, ତୁମେ ସେମାନଙ୍କ ସହାୟ ହୁଅ। ପ୍ରଭୁ ସେମାନଙ୍କର ପ୍ରସ୍ତୁତିରେ ଆଶୀର୍ବାଦ କର। ସେମାନଙ୍କ ମୁଖପାତ୍ର ପରମେଶ୍ୱର ତୁମେ ହୁଅ। ପ୍ରଭୁ ତୁମେ ସେମାନଙ୍କ ଦ୍ୱାରା ଗୋଟେ ନୂତନ ଜାଗରଣ ଆଣ ବୋଲି ପ୍ରାର୍ଥନା କରୁଛୁ। ନୂତନ ଏ ପ୍ରଭୁ ଚିନ୍ତା ଏବଂ ଅନୁଧ୍ୟାନ ସେମାନଙ୍କ ଦ୍ୱାରା ବର୍ଷାଅ ବୋଲି ପ୍ରାର୍ଥନା କରୁଛୁ। ତାହା ଯେପରି ହେ ପ୍ରଭୁ ଇନ୍ଧନ ଯୋଗାଇବ ବିଶ୍ୱାସର ଯାତ୍ରା ପାଇଁ, ହେ ପ୍ରଭୁ ପ୍ରେରଣା ଯୋଗାଇବ, ଏହିପରି କଥା କୁହ ବୋଲି ପ୍ରାର୍ଥନା କରୁଛୁ। ସେମାନଙ୍କର ହେ ପ୍ରଭୁ ସୁସ୍ଥ ସ୍ୱାସ୍ଥ୍ୟ ଶରୀର ଦାନ କର, ଯାତ୍ରାକୁ ମଙ୍ଗଳ କର ବୋଲି ପ୍ରାର୍ଥନା କରୁଛୁ। ଯେଉଁ ହେ ପ୍ରଭୁ ଦାସ ଦାସୀମାନେ ସଞ୍ଚାଳନ କରିବେ ସଭାକୁ, ସେମାନଙ୍କ ସହାୟ ହେଇ ପ୍ରଭୁ ଉତ୍ତମ ଭାବରେ ଆତ୍ମିକ ପରିବେଶକୁ କରିବା ପାଇଁ ତୁମେ ହିଁ ପ୍ରଭୁ ମାର୍ଗଦର୍ଶନ କରାଅ ବୋଲି ପ୍ରାର୍ଥନା କରୁଛୁ। ଯେଉଁ ସକଳ ଆବଶ୍ୟକତା ରହିଛି, ଆର୍ଥିକ ଆବଶ୍ୟକତା ଆରେଞ୍ଜମେଣ୍ଟସ୍ ପାଇଁ ପ୍ରଭୁ ତୁମେ ସେ ସକଳ ଆବଶ୍ୟକତା ଗୋଟି ଗୋଟି କରି ପୂର୍ଣ୍ଣ କର ବୋଲି ପ୍ରାର୍ଥନା କରୁଛୁ। ହେ ପ୍ରଭୁ ଯେଉଁ ଲୋକମାନେ ପ୍ରଭୁ ହସ୍ତ ବଢ଼ାଉଛନ୍ତି, ପ୍ରଭୁ ସେମାନଙ୍କର ବଦାନ୍ୟତା ପାଇଁ ଧନ୍ୟବାଦ କରୁଛୁ। ପ୍ରଭୁ ସେମାନଙ୍କର ଉଦାର ହୃଦୟ ପାଇଁ, ହସ୍ତ ପାଇଁ ଧନ୍ୟବାଦ କରୁଛୁ। ଆହୁରି ସେମାନଙ୍କର ହସ୍ତକୁ, ସେମାନଙ୍କର ଅର୍ଥକୁ ତୁମେ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରୁଛୁ। ତାହା ତୁମ ସେବାର୍ଥେ ବ୍ୟବହାର ହେବ ଏବଂ ହେ ପ୍ରଭୁ ଗୋଟେ ନୂଆ ପରିତ୍ରାଣର ଅନୁଭବକୁ ଲାଭ କରିବା ପାଇଁ ପ୍ରଭୁ ତ ସାହାଯ୍ୟ କର ବୋଲି ପ୍ରାର୍ଥନା କରୁଛୁ। ବିଶେଷ କରି ଯାହା ସବୁ ଆବଶ୍ୟକତା ରହିଛି ପ୍ରଭୁ, ନିୟମଟା ଚାଲିଛି, ସେ ସକଳରେ ପ୍ରଭୁ ତୁମରି ହସ୍ତ ପୁଣି ମୁଖ ରଖି ପରିପୂର୍ଣ୍ଣ ହେବା ପାଇଁ ତୁମେ ସାହାଯ୍ୟ କର। ଆହୁରି ତୁମ ଲୋକମାନଙ୍କ ହୃଦୟରେ କଥା କୁହ, ସେମାନେ ସାହାଯ୍ୟର ହସ୍ତ ବଢ଼େଇବେ ଏବଂ ହେ ପ୍ରଭୁ ଉତ୍ତମ ଭାବରେ ପ୍ରଭୁ ସମସ୍ତ ସଭା ଆୟୋଜନ ହୋଇପାରିବ। ଏହିପରି କୃପା ଅନୁଗ୍ରହ କର ବୋଲି ପ୍ରାର୍ଥନା କରୁଛୁ। ଅନୁକୂଳ ପାଗ ଦିଅ ପ୍ରଭୁ, ସମସ୍ତ ପ୍ରତିକୂଳ ବାତାବରଣକୁ ଦୂର କର। ପ୍ରଚଣ୍ଡ ରୌଦ୍ର ତାପରୁ ତୁମ ଲୋକମାନଙ୍କୁ ରକ୍ଷା କର। ହେ ପ୍ରଭୁ ତପ୍ତ ପରିବେଶରୁ ତୁମେ ରକ୍ଷା କର। ଆକସ୍ମିକ ଝଡ଼ ତୋଫାନରୁ ରକ୍ଷା କର। ହେ ପ୍ରଭୁ ବିଶେଷ କରି ଯେଉଁ ସ୍ଥାନରେ ପ୍ରଭୁ ମିଟିଂ ଆୟୋଜନ ହେବ, ଯେଉଁ ସ୍ଥାନ ଗୁଡ଼ିକରେ ରହିବେ, ଇଲେକ୍ଟ୍ରିସିଟିର କୌଣସି ସମସ୍ୟା ନ ହେଉ ବୋଲି ପ୍ରାର୍ଥନା କରୁଛୁ। ସାଉଣ୍ଡ ସିଷ୍ଟମର ସମସ୍ୟା ନ ହେଉ ପ୍ରଭୁ। ଯେଉଁମାନେ ସଙ୍ଗୀତ ପରିବେଷଣ କରିବେ, ଗୀତ ଗାୟନ କରିବେ ପ୍ରଭୁ, ଯେଉଁମାନେ ପରିଚାଳନା କରିବେ, ସେମାନଙ୍କର କଣ୍ଠକୁ, ହୃଦୟକୁ, ମୁଖକୁ ତୁମେ ଖୋଲ ପ୍ରଭୁ, ସୂଚି କର, ପବିତ୍ର କର ଏବଂ ଗୋଟେ ଆତ୍ମିକ ବାତାବରଣ ଆଣିବା ପାଇଁ ତୁମେ ସାହାଯ୍ୟ କର ବୋଲି ପ୍ରାର୍ଥନା କରୁଛୁ। ହେ ପ୍ରଭୁ ସେମାନଙ୍କର ଯିବା ପୁଣି ଫେରିବା ପଥରେ ସହବର୍ତ୍ତୀ ହୁଅ ଗୋଟେ ଆନନ୍ଦର ସହିତ। ହେ ପ୍ରଭୁ ଗୋଟେ ଐତିହାସିକ ଘଟଣା ଓ କାର୍ଯ୍ୟକ୍ରମକୁ ସାରି ପ୍ରଭୁ ଅନେକ ଅନୁଭୂତିକୁ ସାଉଣ୍ଡଟି ଫେରିବେ, ଏହିପରି କୃପା କର ବୋଲି ପ୍ରାର୍ଥନା କରୁଛୁ। ନୂଆ ନୂଆ ବନ୍ଧୁ ସ୍ଥାପନ କରିବେ, ନୂଆ ପ୍ରାର୍ଥନା ଦଳ ଗଠନ ହୋଇପାରିବ, ପ୍ରାର୍ଥନା ପ୍ରେମୀ, ପ୍ରାର୍ଥନା ବନ୍ଧୁ, ପ୍ରାର୍ଥନା ସାଥୀ ତିଆରି ହୋଇପାରିବେ ପ୍ରଭୁ, ଏହିପରି ଅନୁଗ୍ରହ କର ବୋଲି ପ୍ରାର୍ଥନା କରୁଛୁ। ଯେଉଁମାନେ ପରିବାର ସହିତ ଯାଉଛନ୍ତି ପ୍ରଭୁ, ପରିବାରମାନଙ୍କୁ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରୁଛୁ। ଅନେକ କାର୍ଯ୍ୟକୁ ପଛରେ ଛାଡ଼ି ପ୍ରଭୁ ଦାୟିତ୍ୱକୁ ପଛରେ ଛାଡ଼ିଯିବେ, ସେ ସମସ୍ତ ପରିବାର କିମ୍ବା ମଣ୍ଡଳୀ କିମ୍ବା ଦାୟିତ୍ୱ ଅନ୍ୟାନ୍ୟ ସବୁ ଯାହା ରହିଛି ପ୍ରଭୁ, ସମସ୍ତ ହେ ପ୍ରଭୁ ତୁମ ଦାସଦାସୀମାନଙ୍କର ଅନୁପସ୍ଥିତି ବେଳେ ତୁମେ ସହାୟ ହେଇ ପ୍ରଭୁ ତୁମେ ଯତ୍ନ ନିଅ, ତୁମେ ସୁରକ୍ଷା କର। ତୁମେ ହିଁ ପ୍ରଭୁ ସମସ୍ତ ବିଷୟର ସୁରକ୍ଷାକାରୀ ପରମେଶ୍ୱର ହୁଅ ବୋଲି ପ୍ରାର୍ଥନା କରୁଛୁ। ବିଶେଷ କରି ନିବେଦନ କରୁଛୁ, ଫେରିଆସିବା ପଥରେ ମଧ୍ୟ ସେହିପରି ସହାୟ ହୁଅ ପ୍ରଭୁ।
ତୁମରି ଶ୍ରୀମୁଖର ପ୍ରସନ୍ନତା ସବୁବେଳେ ତୁମ ଦାସଦାସୀ ମାନଙ୍କ ଉପରେ ରଖ ବୋଲି ପ୍ରାର୍ଥନା କରୁଛୁ। ଯାହା ମୁଁ ମାଗିପାରି ନାହିଁ ପ୍ରଭୁ ତୁମେ ଯାଚି ପ୍ରଦାନ କର। ହେ ପ୍ରଭୁ ଯଥା ସମୟରେ ସମସ୍ତ ବିଷୟ ପୂର୍ଣ୍ଣ କରି ମହିମା ଗୌରବ ପାଅ। ଆଜି ପ୍ରଭୁ ତୁମ ରବ ଶୁଣିବା ପାଇଁ ଆମମାନେ ବସିଅଛୁ। ଆମମାନଙ୍କର କର୍ଣ୍ଣକୁ ଡେର, ଆମମାନଙ୍କର ହୃଦୟକୁ ଖୋଲ। ତୁମ ଦାସଙ୍କର ହୃଦୟର ଅନୁଚିନ୍ତା ତାହାଙ୍କ ମୁଖର ବାକ୍ୟ ତୁମ ଦୃଷ୍ଟିରେ ସୁଗ୍ରାହ୍ୟ ହେଉ, ଗୃହୀତ ହେଉ, ଆମମାନଙ୍କ ନିମନ୍ତେ ଲାଭଜନକ ହେଉ, ଆମମାନଙ୍କର ଆଧ୍ୟାତ୍ମିକ ପ୍ରସ୍ତୁତି ପାଇଁ ସହାୟକ ହେଉ। ସମସ୍ତ ମହିମା ଗୌରବ କେବଳ ତୁମର ହେଉ। ଏହି ସକଳ ନିବେଦନ ପ୍ରାର୍ଥନା ଶୁଣିଛ ବୋଲି ଧନ୍ୟବାଦ ଦେଇ ମଧୁମୟ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆମେନ୍ ଆମେନ୍। ବିଶେଷ ବିଶେଷ ଧନ୍ୟବାଦ ଆଜ୍ଞା, ବୋଝର ସହିତ ଆପଣ ପ୍ରାର୍ଥନା କରିଥିଲେ। ସମସ୍ତ ବିଷୟ ନେଇ ପ୍ରାର୍ଥନା କରିଥିବାରୁ ପ୍ରଭୁ ଆପଣଙ୍କ ସେବା କାର୍ଯ୍ୟ ପରିବାରକୁ ଆପଣ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଆମେ ବର୍ତ୍ତମାନ ଆମେ ମୁଖ୍ୟ ସମୟକୁ ଆସିଛୁ। ଆମମାନଙ୍କର ଗହଣରେ ବର୍ତ୍ତମାନ ଆମମାନଙ୍କର ନିମା ଆଜ୍ଞା ଅଛନ୍ତି। ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ତରଫରୁ ମଧ୍ୟ ତାଙ୍କୁ ଅନୁରୋଧ କରାଯାଇଥିଲା ଏହି ସମୟରେ ବାକ୍ୟ ପରିବେଷଣ କରିବା ପାଇଁ, ସେପରି ପ୍ରସ୍ତୁତ ମଧ୍ୟ ଅଛନ୍ତି। ଆଉ ମୁଁ କୁହେ, ଯେତେବେଳେ ଆମମାନଙ୍କର ଲିମା ଆଜ୍ଞାଙ୍କ ବିଷୟରେ ଡାଇରେକ୍ଟର ଡେଭିଡ ଲିମା, ସେ ଜଣେ ଅତି ସରଳ ଲୋକ। ଦେଖନ୍ତି, ଆମେ ଦେଖିବାକୁ ଗଲେ ଅତି ଉଚ୍ଚା, ଅତି ବହୁତ ବଡ଼ ଦେଖାଯାଆନ୍ତି, କିନ୍ତୁ ତାଙ୍କର ହୃଦୟ ଏ ପ୍ରକାର ସରଳ, ସବୁବେଳେ ତାଙ୍କର ମୁଖ ହସ ହସ ହିଁ ରହିଥାଏ। ତା ସହିତ ମୁଁ ଗୋଟିଏ କଥା କହିବି, ଯେଉଁମାନେ ବର୍ତ୍ତମାନ ସମୟରେ କିମ୍ବା ଆଗ ସମୟରେ ଯେଉଁମାନେ ବାଇବଲ ତାଲିମକୁ ଯାଇଛନ୍ତି ଇଂଲିଶରେ କରିବେ, ଆଉ ସେମାନେ ତାଲିମରୁ ଆସୁ ଆସୁ ସମସ୍ତ ଖାଲି ଇଂଲିଶରେ ହିଁ କହିବେ, ଇଂଲିଶ ଭାଷାରେ। କିନ୍ତୁ ଏ ପ୍ରକାର ଆଜ୍ଞା ଅଛନ୍ତି ଲିମା ଆଜ୍ଞା, କୌଣସି ଇଂଲିଶ ଭାଷା ଲଗେଇବେ ନାହିଁ। ଏତେ ସରଳ ଭାଷାରେ ଏତେ ସୁନ୍ଦର କରି ହସ ହସ ସହିତ ଯେଉଁ ବାକ୍ୟ ପରିପ୍ରକାଶ କରିବେ, ଅତି ହୃଦୟ ସହିତ ହୃଦୟରେ ସ୍ପର୍ଶ ହେବ। ତାପରେ ସେଟା କ'ଣ, ଆମମାନଙ୍କର ବର୍ତ୍ତମାନ ଭଳିଆ ଆମର ଯେଉଁ ଲ୍ୟାପଟପ୍ରେ ଯେମିତି ଫିଡ଼ିଂ ହେଇଯିବ, ସେମିତି ମଧ୍ୟ ଫିଡ଼ିଂ ହେଇଯାଇଥାଏ। ସେହିପରି ପ୍ରଭୁଙ୍କ ଦାସଙ୍କୁ ଆଜି ଆମେ ପାଇଛୁ। ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରୁଅଛି। ଆଉ ଆପଣଙ୍କ ବିଶେଷ ବିଶେଷ ଧନ୍ୟବାଦ। ନମସ୍କାର ଆଜ୍ଞା, ଧନ୍ୟବାଦ। ଆପଣଙ୍କୁ ଆହ୍ୱାନ ନ କରେ ଆପଣ ଆସନ୍ତୁ, ଆପଣଙ୍କ ସମ୍ମୁଖକୁ ଆସନ୍ତୁ, ଆପଣଙ୍କର ସମୟ ଆପଣ ବାକ୍ୟ ପରିବେଷଣ କରନ୍ତୁ। ସମସ୍ତେ କରତାଳ ଦେବା, ଆମେ କୌଣସି ଫୁଲ ତୋଳା ନାହିଁ। ଆମେ ପ୍ରଭୁଙ୍କ ଦାସଙ୍କୁ ଡାଇରେକ୍ଟର ଅଛନ୍ତି, ସମସ୍ତେ କରତାଳ ସହିତ ଆମେ ସ୍ୱାଗତ ସମ୍ବର୍ଦ୍ଧନା କରିବା। ଧନ୍ୟବାଦ ଆଜ୍ଞା। थैंक यू अशेष अशेष धन्यवाद सुंदर स्वागत पाई। सर्वप्रथमे मु आमनकर सृष्टिकर्ता, उद्धारकर्ता, रक्षाकर्ता, परित्राणकर्ता प्रभु परमेश्वर को धन्यवाद देवा संगे संगे आज आम जिते जन प्रभु आड़ू आह्वान प्राप्त है प्राप्त समय जूम रे जड़ित हो समस्त कति अशेष अशेष धन्यवाद। पुणी मु गोलापी सिस्टर को धन्यवाद देवी। टिके नेटवर्क रो प्रॉब्लम थिला, किंतु ओडिया गीत रे तेलुगु गीत रे हमको पढ़े नेले। तेलुगु गीत बहुत सुंदर शुभा जाउतिला। अल्प किछि समय पाई नेटवर्क रो प्रॉब्लम हला, जेहेतु आमन को एनर्जी देबो वाक्य सुनिबा आगरु ताहा होउची वर्शिप। तेणु आजिठु आपण जेतेबेले बसिबे तार एंगल टिके बाहर करंतु, कोउठी नेटवर्क फुल पाई पारिबो, कहीं सेटा ही आमको प्रभुंकर सहित कनेक्टिविटी रे आनी दिए। तो प्रभु आपन को सुंदर गला देइछंती। ए दिन मानकरे मंडली रे पुणी जूम रे प्रभु को पाई व्यवहार होवंतु। प्रभु आपन को परिवार को आशीर्वाद करंतु। तो आजिर विषय आमने अल्प समय चिंता करिबा। चासी माने जेतेबेले कष्ट पड़ी धान बुणंती, वर्षा बेसी आसिले कष्ट, वर्षा न आसिले कष्ट, किंतु जेतेबेले अमलर समय आसी जाए सेतेबेले चासी मानक मध्यरु समस्ते मुंडरे हाथ दियंती नहीं। किंतु जेउ चासी कष्ट पड़ी बिहन बुणी खत देई पानी छाड़ी किछि कष्ट करिछि, जदि फसल न हबो ताहले अनेक चासी माने आत्महत्या करि दियंती, ऋण रे ऋणग्रस्त हो जाती। आम मनकर जीवन रे आमने समस्ते ऑलमोस्ट 40-45 इयर्स क्रॉस कर चलू। एबे आम माने अमलित हेबार समय आसी।
प्रभु जीशु ख्रीष्टंकर द्वितीय आगमन जदि विलंब हुए ताहेले प्रभु आम को से कौ मुहूर्त रे कौ समय रे तांकर सानिध्य को से खबर पठेई देबे आम माने जानिना किंतु आमर समस्तंक पई अमल हेबार समय प्रभु जेतेले आमनकर बही खोलिबे अनेक बही मान खोलु खोलु आमनकर समस्तंकर जीवन रे बाध्यता अबाध्यतार कैटेगरी रो बही जदि प्रभु खोलिबे जे आम माने केते जण प्रभुंकर आज्ञा बहतार जीवन यापन करिछु एई झड़ तूफान एमानंकर जीवन नाही किंतु बिना जीवन रे मध्य से माने प्रभुंकर आज्ञा को तिले मात्र अवलंबन करंती नाही सृष्टि वस्तु मानक मध्यरु सबुठारु दि बेस्ट सृष्ट वस्तु मनुष्य माने प्रभुंकर मन पसंदीता सृष्ट वस्तु मनुष्य माने जहा फल रे प्रभु मनुष्य मान को भल मंदर ज्ञान बोधगम्य शक्ति देइछंती फिर भी डिसोबीडिएंट रे आमे ही प्रथम स्थान अख्तियार करिछु आउ ए पृथ्वी रे जदि अन्य प्राणी मान को आम माने देखु समस्ते बिना पैसा रे से माने भोजन करती किंतु मनुष्य ही गोटे प्राणी जे टंका न खर्च कले गिनाए पानी पीवा कष्ट कर आपण जदि शोष होउछंती 10 टंका देई छोट बोतल नियंतु 20 टंका देई बड़ बोतल नियंतु बरमपुर साइड जिबे आपण 20 टंकार बोतल भी 10 टंकार पाई तो एबे प्रभु आपण मानकर बाध्यता मोर बाध्यता उपरे प्रश्न करिवे जे तुम माने एते बाध्यता जीवन काटुछ केमिति आउ पचारबे तुम माने एते अबाध्यतार जीवन काटुछ केमिति मते जानी बुझी सुधा जीवनर शेष सीमा रे पहुंचीबा सत्वे मध्य काहाकु टिके दया देखैलो नै काहाकु टिके क्षमा देलो नै काहाकु टिके गिनाए ठंडा पानी देलो नै छिड़ा वस्त्र थिले मध्य ताकु गंथा करी सिंगेइलो किंतु कौनसी विधवा दिन दरिद्र को दान कल नै कि प्रकार भाबरे आपण आ मु कहि परिबा जे मु जणे ख्रिस्टीय प्रेमी मु जणे ख्रिस्टंकर लोक बोली ख्रिस्टियनकर लोक प्रभुंकर प्रत्येक आज्ञा को पालन करिबा आवश्यक आम मानकर जीवन रे आम माने केते जण प्रभुंकर आज्ञा बहता जीवन यापन करि पारुछ प्रभु मते आज तुमे जो टीचर दायित्व देई अछ प्रभु मोर सांग साथी माने अनेक बुलुछंती किंतु प्रभु मते अनुग्रह करी ए शिक्षकर दायित्व दिल से वीडियो देखु न देखु ए बीओ देखु न देखु किंतु प्रभुंक दृष्टि रे मु मोर कार्य को संपन्न करि पारुछि कि विश्वस्तता रूपे प्रभु मते किछि कार्य रे तुमे नियोजित करियछ मते गोटे गृहर गृहिणी करियछ प्रभु मु तुम दृष्टि रे स्वामी को दृष्टि रे पिलामान को दृष्टि रे गोटे विश्वस्तता माँ हेई पारिछि कि गोटे विश्वस्तता स्त्री हेई पारिछि कि गोटे विश्वस्तता घरर बो हेई पारिछि कि प्रभु मते जणे 12 जणिया लोक मानकर पालक करियछ प्रभु से मानक भितिरे मो विश्वस्तता पालक परि से मानकर प्रत्येक आवश्यकता बुझी पारुछि कि प्रभु से मानकर प्रार्थनार समय बेले मु समय देई पारुछि कि ना हप्तायिक पालक भाबरे गोटी हप्तारे जाउछि पालकीय कार्य संपन्न करी पुणी फेरी आसुछि आम मानकर ख्रिस्टियन जीवन रे आमे को क्षेत्र रे प्रभुंक निकट रे विश्वस्त ख्रिस्टियन गोटे जो जो कार्य करिबा दरकार सही कार्य रे आम माने विश्वस्त कि आम माने निज निजर जीवन को विश्वस्त रूपक छांचरे प्रभु को पाई ढाली चुकी ना बेले बेले आम मान को अविश्वस्तता खाई जाउछि
किंतु मने रखु जो प्रभु परमेश्वर आम्मनकु आज्ञा देइछन्ति तांकरी आज्ञारु विमुख हेलु मने विपद अछि मने रखु चाहे इमिडिएटली घटी न पारे किछि देरी रे घटे पुणी विलंब रे घटे घटे ही घटे लोटंकर जीवन रे आमने देखुछु प्रभु यथेष्ट परिमाण रे आशीर्वाद करी जेतेबेले लोटंकर परिवार को प्रभु उद्धार करने चाहिए आउ निजे स्वर्गर दूत पठे लोटंकर परिवार को जेतेबेले सोदोम गमोरारु बाहर कर आनुछन सेई समय रे प्रभु 100% से तांकर वाक्य रे कायम अटंती से तांकर मुख निर्गत वाक्य रे से एकदम स्ट्रेट फॉरवर्ड अछि से केबे विमुख हेबे नै तांकर वाक्य रु टिके एडा तेडा से केबे होंती नै से कहिले सोदोम गमोरा को आमे विनष्ट करिबा गंधकमय अग्नि रे तेणु तुमे सोदोम गमोरा रु बाहरी आस आमने भाबी परिबा प्रभु एते निष्ठुर कार्य केमिति कले जे लोटंकर स्त्री से कौन एते बड़ भूल करिदेला जे प्रभु सांगे सांगे ताकू लवण स्तंभ करदेले कहीं प्रभु परा आपण को बारंबार कहिसंती न शुणिबा सत्वे प्रभु निजे स्वर्गर दूत पठेई आपण को प्रेम करुथिबा सकाशु से सदम गोमरारु बाहर करिया पई चाहुछंती आपण बाहरुथिबा सत्वे मध्य जगतर एमिति कोन मोह माया आपण को पछकु टाणी नै गला जे गोटिए थर हेरिले जगतर धन लोभ जगतर सौंदर्यता जगतर घर द्वार कौन एमिति आपण को टाणी देला जे प्रभु परमेश्वरंकर आज्ञा को अमान्य करी आपण टिके पछकु फेरिले लोटो आगरे गोटे दूत आगरे पुणी आउ गोटे दूत पछरे माँ तार सामग्री सुना गहना कानर नाखर बोधे धरिछि आउ से गोटे एमिति बुझला करी काखेकी से धीरे धीरे जाउछि जेतेले धीरे धीरे गंधकमय अग्नि पड़िबा आरंभ होला से तांकर जगतर सहित तार जो लगन अछि जगतर सहित तार जो प्रेम अछि सुना गहना सहित जो प्रेम गाई गोरु सहित जो प्रेम घर द्वार आसबा पत्र सहित जो प्रेम से देखिबा पई चाहिए प्रभु परमेश्वरंकर आज्ञा को पासुरी प्रभु परमेश्वरंकर आज्ञा को हे ज्ञान करी ए जगत आड़े जेतेबेले टिके मुह मोड़ी देले सांगे सांगे लवण स्तंभ हो जो स्वामी दुखरे बा सुखरे बोली बाहा हेइतिला आउ से स्वामी मध्य पछकु नेउटी देखिबार तार बल पाउना कारण निज स्त्री कथा हो हो से पछरे जी हाँ करी करी आसुची एबे से हाँ मारुनी मो कथारे से आसुची ना पड़ीगला ना मरीगला किंतु लोटो आ पछकु हेरिबा पई शक्ति नाही कारण इति कठिन परिस्थिति रे मध्य लोटो निजको संयम करी प्रभुंकर आज्ञा को आखि आगे रखी आगो को जाऊ किंतु तांको स्त्री प्रभुंकर आज्ञा को मानिले नहीं जहा फल से लवण स्तंभ हो गले आमने भावुछु आमे एमिति मध्यवर्गर लोक मान की प्रभु यही प्रकार दंड दियंती बोधे पालक प्रचारक बड़ बड़ प्रभुंकर वाक्य देवादाता मानू राजा राजुड़ मानू दियंती नहीं ना प्रभुंक दृष्टि रे समस्त इक्वल आ मने रखिबा प्रभु जहा चाहती जहा कही सारी ताहा अनिवार्य सत्य प्रथम सामुएल 15:23 पद टिके पढ़ी दियंतु जेहेतु विद्रोह मंत्रपाठ पापतुल्य
ଓ ଅବାଧ୍ୟତା ଅବସ୍ତୁର ଓ ଠାକୁର ମାନଙ୍କର ପୂଜା ତୁଲ୍ୟ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ୟ ତୁଚ୍ଛ କରିଅଛ। ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହୋଇଥିବା ପାଇଁ ତୁଚ୍ଛ କରିଅଛନ୍ତି। टिट फॉर टाट, दिया को दिया और दिया को द्वार दिया। आपण जदि आज मते आंब आमिला तेंतुली आमिला देइछंती ताहले डाली पाई प्रस्तुत रहंतु। जदि डाली गिनाई देइछंती ताहले तरकारी पाई प्रस्तुत रहंतु। जदि आलू बाइगण तरकारी देइछंती ताहले देसी चिकन पाई प्रस्तुत रहंतु। आपण जदि किछि देबे नाई पड़िसा घर को आ बासना सुंगी जदि तातिया धरी आसीबे ताहले मने रखंतु थिले मध्य से गृहिणी कहिदेब नाई पिला माने सब खाई सरी गले आ टिकी अछि जे आज्ञा को पाई सरी काहेकि आपण केबे किछि देई नहंती। तो एइठी साउल राजा हेले मध्य जेतेबेले प्रभुंकर आज्ञा को अमान्य करूछन माने जने ख्रिस्टियान जने ख्रिस्ट विश्वासी अबाध्यतार जीवन काटिबा गोटे मूर्ति पूजार सदृश्य। माने प्रभु परमेश्वर को किति कष्ट लागुथिबे देखंतु। आ प्रभु परमेश्वर साउल को एक्जेक्टली ताहा ही करूछंती जे आमनकर वाक्य को आमनकर शिक्षा को आमनकर आज्ञा को तुमे पालन करूना हो तुमे राजा हेले कौन हेला तुमे आमर वाक्य को हे ज्ञान करिथिबारु तिरस्कार करिथिबारु तुच्छ करिथिबारु तुमे राजा हेले मध्य आमे तुमको तुच्छ करूछु। तो आमनकर ख्रिस्टियन जीवन रे आजिर वाक्य आमन को कौन शिक्षा देउछि आमे जदि टिकिए चक्षु बंद करी आमन को हेतु पड़िलाठु जदि आमने चिंता करिबा अन्य को चिंता न करी निजर जीवन शैली को जदि चिंता करिबा प्रभु मु तुमर आज्ञा विरुद्ध चरण रे केते कार्य करिछि प्रभु ना बोलिबा सत्वे मध्य प्रभु मु ए जगतर आड़े मुह फेरैछि कि प्रभु ना बोलिबा सत्वे मध्य मु सेई कथारे कथा मिसेइछि कि ना बोलिबा सत्वे मध्य प्रभु जानी बुझी हाँ को मु ना करिछि ना को मु हाँ करिछि कि प्रभु अबाध्यता जीवन काहे कारण हमने जानू अबाध्यता आमनकर आशीर्वाद को से नहीं जाए अबाध्यता आमन को परमेश्वरंकर उपस्थिति रे नहीं जाए अबाध्यता प्रभुंकर जेते सबु आशीर्वाद अछि सेई सबु आशीर्वाद रु सेई सबु अनुग्रह रु आमन को विच्छिन्न कर दिए साधारण अबाध्यता। लोटंकर स्त्री जने प्रभु भयकारिणी परिवार स्त्री थिले लोट तांको आगे केते थर आंठुपाती प्रार्थना करिसंती से केते थर प्रभुंक निकटरे निजको उत्सर्ग करिसंती बलि चढ़ेइसंती ए सबु देखिबा सत्वे मध्य ए सबु अंगे अंगे निभेइतिबा सत्वे मध्य जने एते महान प्रभुंकर दासंकर दासी स्त्री से केमिति एते आसानी रे जगतर जंझारे पड़ी से निजको लवण स्तंभ करि पारिबे। आम माने पवित्र स्थान रे प्रभुंकर उद्देश्य रे प्रभुंक नाम रे ठिड़ा हेइछु कि ना एई जगतर मोह माया कली अभिलाष रे एई कूट कप जगत रे आम माने ठिड़ा हेइछु आम मानकर पाद कोठी पड़िछि प्रभुंकर भूमि रे अछि ना जगतर अभिशाप रो भूमि रे अछि एई जगतर अभिशाप एई जगतर मोह माया एई जगतर सब किछि आम मान को अल्प समय देई पारिबो सत किंतु प्रभुंक दृष्टि रे प्रभुंकर वाक्य प्रभुंकर आज्ञा बहता ही आम मानकर जीवन रे आशीर्वाद आनि देई पारि। आम माने देखुछु गॉस्पेल रे पीटर कहिले शिष्य मान को जे मु माछ धरिबा पई जाउची किए माने मो संग रे आसीबो जाल धरि बाहरी पड़िले सिमोन पीटर जोहन ए माने समस्ते गले प्रभुंकर लंगड़ रे हाथ दे पछकु न हेरंतु पछकु न चाहंतु। तो जीशु ख्रीष्टंकर शिष्य हेबा पई सबु छाड़ी
ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସଙ୍ଗେ ସଙ୍ଗେ ଯାଇଥିଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପଛେ ପଛେ ଯାଇଥିଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସହିତ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସହିତ ଚମତ୍କାର ଦେଖିଲେ, ସବୁ କିଛି ଅଙ୍ଗେ ଅଙ୍ଗେ ନିଭେଇଲେ। ଆଉ ବର୍ତ୍ତମାନ ସେଇ ପିତର କହୁଛନ୍ତି ଯେ ପୁଣି ଥରେ ମୁଁ ମୋର ପୂର୍ବ ଅଭ୍ୟାସକୁ ଫେରି ଯାଉଛି, ମୁଁ ପୁଣି ଥରେ ଆଉ ଜାଲ ଧରି ମାଛ ଧରିବାକୁ ଯାଉଛି, କିଏ ମାନେ ମୋ ସଙ୍ଗରେ ଆସିବ। ପରିଣାମ ରାତି ସାରା ଜାଲ ବିଞ୍ଚୁଛନ୍ତି, ଟାଣୁଛନ୍ତି। ମାଛୁରିଆ ଭାଷାରେ ସେମାନେ କେତେ ଯେ ଟାହଲା ଟିକର ହେଇଥିବେ, କିନ୍ତୁ ଗୋଟେ ମଧ୍ୟ ପାଇଲେ ନାହିଁ, ଯେହେତୁ ପ୍ରଭୁଙ୍କର ଆଜ୍ଞାକୁ ସେମାନେ ଅମାନ୍ୟ କରି ଯାଇଛନ୍ତି। ପ୍ରଭୁଙ୍କୁ ସେମାନେ ନିଷ୍ପତ୍ତି କରି ଜାଲ ସବୁ ଛାଡି ପ୍ରଭୁଙ୍କର ଅନୁଗମନ କରିଥିଲେ। ଆଉ କିଛି ସମୟ ପରେ ସେମାନେ ପୁଣି ଥରେ ସେ ମନୁଷ୍ୟ ଧରିବା ଶିଖେଇବା ପ୍ରଭୁଙ୍କର ଆହ୍ୱାନକୁ ସେମାନେ ନିଜସ୍ୱ କରି ବର୍ତ୍ତମାନ ମନୁଷ୍ୟ ଧରିବା ଆହ୍ୱାନକୁ ଛାଡି ପୁଣି ଥରେ ମାଛ ଧରିବା ଆହ୍ୱାନରେ ସେମାନେ ଆହୁତ ହଉଛନ୍ତି। ଯେତେବେଳେ ଏତେ ବଡ ଜାଲ ଧୁଆ ହେଇକି ରଖିବା ପାଇଁ ପ୍ରସ୍ତୁତ ହଉଛି, ସେଇ ସମୟରେ ପ୍ରଭୁ ଯୀଶୁ ପହଞ୍ଚିଲେ। ପଚାରିଲେ, ଟିକେ ଗଭୀର ଭିତରକୁ ଯାଅ, ତୁମାନଙ୍କ ପାଖରେ କିଛି ଅଛି କି? ସେମିତି କହିଲେ, ପ୍ରଭୁ ରାତି ସାରା ଆମମାନେ ଜାଲ ପକେଇଛୁ, କିନ୍ତୁ ଗୋଟିଏ ବି ମାଛ ପାଇନୁ, କିନ୍ତୁ ତୁମ କଥା ଅନୁସାରେ ପ୍ରଭୁ ଆମମାନେ ଜାଲ ପକଉଛୁ। ସେ ବିଶ୍ୱସ୍ତତା ଦେଖନ୍ତୁ। ଯୀଶୁ ଖ୍ରୀଷ୍ଟ କାର୍ପେଣ୍ଟରୀ ବ୍ୟାକଗ୍ରାଉଣ୍ଡରୁ ଆସନ୍ତି। ଯୀଶୁ ଖ୍ରୀଷ୍ଟ ଜାଣିପାରନ୍ତି ଏ ଝରକା ଟିକେ ଢିଲା ଅଛି, କପାଟ ପଡୁନାହିଁ, ୟାକୁ ଟିକେ ଚାଞ୍ଚିଲେ ତାକୁ ଟିକେ ଟାଇଟ କଲେ ହେଇଥାନ୍ତା। ଚିତ୍ତର ଭାବୁନାହାନ୍ତି ପ୍ରଭୁ ଆମମାନଙ୍କର ବାଲ୍ୟ ଜୀବନ ତ ପ୍ରଭୁ ସମୁଦ୍ରରେ ବିତିଛି, ଆମମାନେ ଅଙ୍ଗନବାଡିଠୁ ଗଲା ପରେ ପ୍ରଭୁ ଆମେ ବାପା ମାଙ୍କର ହାତ ଧରି ଅଣ୍ଟାର ସେ ଗାମୁଛା ଧରି ଧରି ସମୁଦ୍ରରେ ଆମେ ପୋକ୍ତ ଅଛୁ, ଆମେ ରାତି ସାରା ବାହିଛୁ। ପ୍ରଭୁ ଆପଣ କଣ କହୁଛନ୍ତି, ଟିକେ ଭିତରକୁ ଯାଉ। ଏ ସବୁ ଏରିଆ ମାରି ଦେଇଛୁ ପ୍ରଭୁ, ଗୋଟେ ବି ପାଇ, ଆଉ କାହିଁକି ଥାଉ, କାଲିକି ଦେଖିବାନି ନା। ସବୁ ସରିଥିବା ସତ୍ତ୍ୱେ ମଧ୍ୟ ପ୍ରଭୁଙ୍କର ବଚନକୁ, ପ୍ରଭୁଙ୍କର ଆଜ୍ଞାକୁ ସେ କେତେ ଗୁରୁତ୍ୱ ଦେଉଛନ୍ତି ଦେଖନ୍ତୁ। ସେ କହିନାହାନ୍ତି ଯେ ପ୍ରଭୁ ଏ ସବୁ ରାତି ସାରା ଆମେ ଛାନବିନ କରିଛୁ ପ୍ରଭୁ। ପ୍ରଭୁ ଚାହୁଁଥିଲେ ପିତର କଣ କହୁଛନ୍ତି, ପ୍ରଭୁ ଏ ରାତି ସାରା ଆମେ ଏରିଆ ମାରିଛୁ ପ୍ରଭୁ, ଥାଉ କାଲିକି ଦେଖିବାନି ବୋଲିବେ। ଯଦି କାଲିକି ବୋଲି କହନ୍ତି ତାହେଲେ ଆଜି ଶୂନ୍ୟ ହସ୍ତରେ ସେମାନେ ଘରକୁ ଯିବେ। କିନ୍ତୁ ପିତରଙ୍କୁ ଧନ୍ୟବାଦ ଦେବା କଥା, ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଗୋଟିଏ କଥାକୁ ଆଉ ବାଧ୍ୟତାର ସହିତ ନିଜସ୍ୱ କଲେ ଏବଂ ଜାଲ ପକେଇଲେ। ଯୋଉ ଜୀବନରେ ତାଙ୍କର ଜୀବନର ଇତିହାସରେ କେବଳ ଶୂନ ଶୂନ ଲେଖା ହେବାର ଥିଲା, ଯେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେମାନଙ୍କର ମାଛ ଜୀବିକାର ସମୟରେ କେବେ ସେମାନେ ପାଇନାହାନ୍ତି। ଆଉ ସେଇ ଶୂନ୍ୟ ଜୀବନ, ସେଇ ଶୂନ୍ୟର ଟୋକରୀ, ସେ ଶୂନ୍ୟର ଟୋକେଇ, ସେ ଶୂନ୍ୟର ଜାଲ, ସେ ଶୂନ୍ୟର ଡଙ୍ଗା ଏବେ ବାଧ୍ୟତା ଜୀବନ କାଟିବାରୁ ଆଶୀର୍ବାଦରେ ଭରପୁର ହେବା ପାଇଁ ଯାଉଛି। ଏମିତି ଆଶୀର୍ବାଦରେ ଭରପୁର ହେବା ପାଇଁ ଯାଉଛି ଯେ ଟାଣିବା ପାଇଁ ସେମାନଙ୍କର ବଳ ନାହିଁ। ଆଉ ସେମାନେ ବାଧ୍ୟ ହୋଇକି ପ୍ରଭୁଙ୍କର ଆଜ୍ଞାକୁ ପାଳନ କରି ଜାଲ ପକେଇଲା ପରେ ଯେତେବେଳେ ଟାଣୁଛନ୍ତି, ଏତେ ମାଛ ପଡିଲା ଯେ ସେମାନଙ୍କର ଡଙ୍ଗା, ସେମାନଙ୍କର ଜାଲ ଛିଣ୍ଡିବାକୁ ଲାଗିଲା। କାହିଁକି? ବାଧ୍ୟତା ସେମାନଙ୍କୁ ଆଶୀର୍ବାଦ ଆଣିଦେଉଛି। ବାଧ୍ୟତା ସେମାନଙ୍କୁ ସେମାନଙ୍କର ଜୀବନ ଶୈଳୀର ବୃତ୍ତିକୁ ଉପଭୋଗ କରିବା ପାଇଁ ପ୍ରଭୁ ଗଚ୍ଛିତ ରଖୁଛନ୍ତି। ଆଜି ଆମମାନଙ୍କର ଖ୍ରୀଷ୍ଟିଆନ ଜୀବନରେ ଆମମାନଙ୍କର ବାଧ୍ୟତା ଆମମାନଙ୍କର ପୁଅ ଝିଅ ମାନଙ୍କର ଆଶୀର୍ବାଦର କାରଣ ହେଇପାରୁଛି କି? ଆଜି ପ୍ରଭୁ ମତେ ଯେଉଁ ଆହ୍ୱାନରେ ଆହୁତ କରିଛନ୍ତି, ହଁ କିଛି ସମୟ ମୁଁ ପ୍ରଭୁଙ୍କର ଦୃଷ୍ଟିରେ ପିତରଙ୍କ ପରି ଦୂରକୁ ଚାଲି ଯାଇଥିଲି, କିନ୍ତୁ ପ୍ରଭୁଙ୍କର ଆଜ୍ଞାକୁ ଅମାନ୍ୟ କରିବା ମୁଁ ବାଧ୍ୟ ହେବା ମୁଁ ଛାଡି ନାହିଁ। ମୁଁ ଲୋଟଙ୍କ ସ୍ତ୍ରୀ ପରି ପ୍ରାର୍ଥନାର ସ୍ତ୍ରୀ ହେଇଥିଲି, ଜଣେ ପ୍ରାର୍ଥନାର ସେବକର ସ୍ତ୍ରୀ ହେଇଥିଲି ସତ, କିନ୍ତୁ ଜଗତକୁ ଫସି ଯାଇଥିଲି ଆଉ ତାଙ୍କର ଆଜ୍ଞାକୁ ପାଳନ ନ କରି
ଆଜି ଲବଣ ସ୍ତମ୍ଭ ହେଇପାରିଛି। କାହିଁକି ଜଣେ ପ୍ରଭୁ ଯେ ଦୟାରେ ମହାନ, କ୍ରୋଧରେ ଧୀର, ସେ ପିଲାମାନଙ୍କର ସହିତ ଗୋଟେ ସ୍ୱାମୀକୁ ବିଧବା କଲା ନ୍ୟାୟ ତାଙ୍କ ସ୍ତ୍ରୀକୁ ଲବଣ ସ୍ତମ୍ଭ କରିଦେବେ? କାରଣ ପ୍ରଭୁଙ୍କର ଅବାଧ୍ୟତା ହେବା କେତେ ଗୁରୁତ୍ୱର ଦଣ୍ଡ ଆଣି ଦେଉଛି ମନେ ରଖନ୍ତୁ। ଏଦନ ଉଦ୍ୟାନକୁ ଯେତେବେଳେ ଆମେ ଯାଉ, ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରି କରି ସବୁ କିଛିରେ ଭରପୁର କରିଦେଇଥିଲେ। ବିନା କଷ୍ଟରେ ଆମ୍ବ ତୋଳିଲେ ଖାଇଲେ, ପିଜୁଳି ତୋଳିଲେ ଖାଇଲେ, ଡାଳିମ୍ବ ତୋଳିଲେ ଖାଇଲେ, ଅଙ୍ଗୁର ଏପଲ ଯାହା ସବୁ ଖାଇଲେ ଖାଇଲେ। କିନ୍ତୁ ଏଦନର ଉଦ୍ୟାନରେ ଆଉ ଯଥେଷ୍ଟ ଭୂମି ଅଛି, ଯୋଉ ଭୂମି କିଛି କୁ ଲୋଡା ନାହିଁ, କିଛି ଫଳ ଉତ୍ପନ୍ନ କରୁନାହିଁ। କିନ୍ତୁ ଦୁଃଖର ବିଷୟ, ଯେତେବେଳେ ସେମାନେ ପ୍ରଭୁ ପରମେଶ୍ୱରଙ୍କର ଆଜ୍ଞାକୁ ଅମାନ୍ୟ କଲେ, ସେମାନେ କେତେ ବର୍ଷ ପ୍ରଭୁଙ୍କର ଆଜ୍ଞାକୁ ମାନ୍ୟ କରିଥିଲେ ଆମମାନେ ଜାଣିନା, ଯେହେତୁ ବାଇବଲ ଆମମାନଙ୍କୁ କୁହେ ନାହିଁ। କିନ୍ତୁ ଯୋଉ ଦିନ ସେମାନେ ପ୍ରଭୁ ପରମେଶ୍ୱରଙ୍କର ଆଜ୍ଞାକୁ ଅମାନ୍ୟ କଲେ, ପ୍ରଭୁ ସେମାନଙ୍କୁ ତଡ଼ିଦେଲେ। ଏତେ ବଡ ପୃଥିବୀ ପଡିଛି, କିନ୍ତୁ ସେ ପୃଥିବୀରେ ନା ଆପଲ ହେଇପାରିଛି, ନା କଣ ହେଇପାରିଛି, କେବଳ କଣ୍ଟା ଗଛରେ ଭରପୁର ଅଛି। ତୁମେ ବାଧ୍ୟତା ଜୀବନ କାଟୁଥିବାରୁ ଏଦନ ଉଦ୍ୟାନରେ କୌଣସି କାର୍ଯ୍ୟ ନ କରି, ନିଜର ଝାଳ ନ ବୁହାଇ ତୁମେ ପେଟ ପୁରା ଖାଇପାରୁଥିଲ। ଆଉ ପ୍ରଭୁଙ୍କର ଆଜ୍ଞାବହତା ଜୀବନ କାଟୁଥିବାରୁ ପ୍ରଭୁ ପରମେଶ୍ୱର ତୁମମାନଙ୍କର ଗୃହକୁ ଆସୁଥିଲେ, ତୁମମାନଙ୍କର ସହିତ କଥୋପକଥନ କରୁଥିଲେ, ତୁମମାନଙ୍କର ପ୍ରତ୍ୟେକ ସମସ୍ୟା ବୁଝୁଥିଲେ, ଯେତେବେଳେ ପର୍ଯ୍ୟନ୍ତ ତୁମେ ପ୍ରଭୁଙ୍କର ଆଜ୍ଞାଧୀନ ଅଛ, ପ୍ରଭୁଙ୍କର ଆଜ୍ଞାକୁ ପାଳନ କରୁଛ। ଆଉ ଯୋଉ ଦିନ ପ୍ରଭୁଙ୍କର ଆଜ୍ଞାକୁ ଅମାନ୍ୟ କରୁଛ, ସେଇଦିନ ମୁଣ୍ଡର ଝାଳ ତୁଣ୍ଡରେ ପଶିବା ଆରମ୍ଭ ହଉଛି। ସେଇଦିନ ପ୍ରସବ ବେଦନା ବୃଦ୍ଧି ହେଉଛି, କଷ୍ଟ ବୃଦ୍ଧି ହେଉଛି, ଦୁଃଖ ବୃଦ୍ଧି ହେଉଛି, ରୋଗ ସଂକଟ ବୃଦ୍ଧି ହେଉଛି, ବଳ କ୍ଷୀଣ ହେବାର ଆରମ୍ଭ ହଉଛି। ଅବାଧ୍ୟତାରେ କେତେ ଗୁଡାଏ ଅଭିଶାପ ଲାଗି ରହିଅଛି ଦେଖନ୍ତୁ। ତେଣୁ ଆଜି ଆମମାନଙ୍କର ଜୀବନରେ ଆମେ କେତେ କାର୍ଯ୍ୟରେ ମାହିର ଅଛୁ? ପ୍ରଭୁଙ୍କର ବାଧ୍ୟତା ଜୀବନ ଯାପନ କରୁଛୁ କି? ଯେହେତୁ ବର୍ତ୍ତମାନ ଆମମାନେ ରୋପିତ ହେବାର ସମୟ ନୁହଁ, ବର୍ତ୍ତମାନ ଆମମାନେ କାଟି ହେଇ ଅମଳରେ ସଂଗ୍ରହ କରିବାର ସମୟରେ ପହଞ୍ଚିଅଛୁ। କୋଉ ସମୟ ପ୍ରଭୁ ଆମମାନଙ୍କୁ କେବେ କାହାକୁ ଆହ୍ୱାନ କରିଦେବେ ଆମମାନେ ଜାଣିନାହୁଁ। କିନ୍ତୁ ନିଜ ହୃଦୟକୁ ଟିକେ ଝାଙ୍କି ଦେଖିବା, ପଚାରିବା, ଲୋଟଙ୍କ ସ୍ତ୍ରୀ ପରି ମୁଁ ସେବା ଉପାସନା କରୁଥିବା, ମୁଁ ପ୍ରଚାର କରୁଥିବା, ମୁଁ ପ୍ରାର୍ଥନା କରୁଥିବା, ମୋ ଗାଁକୁ ମଣ୍ଡଳୀକୁ ସବୁବେଳେ ଚର୍ଚ୍ଚକୁ ଯିବା, ଘରେ ରହି ସବୁ କରୁଥିବା ସତ୍ତ୍ୱେ ମଧ୍ୟ ଜଗତର ମୋହମାୟାରେ ମୁଁ ଛିଡା ହେଇଛି ନା? ସବୁ ପ୍ରସ୍ତୁତ ହେଇ ଘରକୁ ଯିବା ଅବସ୍ଥାରେ ମଧ୍ୟ ପ୍ରଭୁ ଯେତେବେଳେ ଆଜ୍ଞା କରନ୍ତି, ମୁଁ ତାଙ୍କର ଆଜ୍ଞା ଅନୁସାରେ ପୁଣି ଥରେ ଜାଲ ପକେଇ ଆଶୀର୍ବାଦ ପ୍ରାପ୍ତ ହେଇପାରୁଛି ନା? ଥିବା ଆଶୀର୍ବାଦକୁ ପ୍ରଭୁଙ୍କର ଅନାଜ୍ଞାବହ ହେଇ ମୁଁ ଲବଣ ସ୍ତମ୍ଭ ହେଇପାରିଛି। ପ୍ରଭୁ ମତେ ଯୋଉଦିନ ତୁମେ ମଣ୍ଡଳୀରେ ଆହ୍ୱାନ କଲ, ପ୍ରଭୁ ଯୋଉଦିନ ମତେ ପ୍ରାର୍ଥନା ଶିଖେଇଲ, ଯୋଉଦିନ ଜୁମରେ ପ୍ରଭୁ ବାକ୍ୟ ଦେବା, ଶିକ୍ଷା ଦେବା, ବର୍ସିପ କରିବା, লিডিং କରିବାରେ ମତେ ଆଣିଲ, ପ୍ରଭୁ ମୁଁ ବିଶ୍ୱସ୍ତତାର ସହିତ ତୁମରି ନାମରେ କାର୍ଯ୍ୟ କରୁଛି କି ନା ଅବିଶ୍ୱସ୍ତତା ମୋର ଜୀବନରେ ଭରପୁର ଅଛି? ପ୍ରଭୁଙ୍କର ଆଜ୍ଞା ଅମାନ୍ୟ କରିବା ହିଁ ଜୀବନରେ ବିପଦ, ଜୀବନରେ ଦରିଦ୍ରତା, ଜୀବନରେ ଆଉ କୌଣସି କାର୍ଯ୍ୟରେ ଆଗକୁ ବଢି ପାରିବା ନାହିଁ। କେବଳ ପ୍ରଭୁଙ୍କର ଆଜ୍ଞା ବହତାରେ ଆମମାନଙ୍କର ପାଇଁ ଆଶୀର୍ବାଦ ଅଛି। ପ୍ରଭୁଙ୍କର ଆଜ୍ଞା ବହତାରେ ଆମମାନଙ୍କର ପାଇଁ ସୁସ୍ଥତା ଅଛି। ପ୍ରଭୁଙ୍କର ଆଜ୍ଞା ବହତାରେ ଆମମାନଙ୍କର ଗୃହର ଭଣ୍ଡାରରେ ଶାନ୍ତି, ସମୃଦ୍ଧି, ସୁସ୍ଥତା, ଆରୋଗ୍ୟତା, ଆନନ୍ଦ, ଉତ୍ସାହ ସବୁ କିଛି ଆମମାନଙ୍କର ଗୃହରେ ଭରପୁର ହେବ, ଯେତେବେଳେ ଆମମାନେ ପ୍ରଭୁଙ୍କର ଆଜ୍ଞାକୁ ପାଳନ କରିବା, ଅଙ୍ଗେ ଅଙ୍ଗେ ନିଭେଇବା। ଯଦି ଆମମାନେ ଅମାନ୍ୟ କରୁ,
ताहले आमनकर पाई विपद अछि तोड़ा अछि जदि मान्य करू जदि पालन करू आमनकर पाई गच्छित अछि प्रभु ए अल्प वाक्य शिक्षा आम समस्त आशीर्वाद करंतु निज निजर जीवन को दायित्व को आम मैंने परीक्षी देखा मु मोर बड़ कड़े मु प्रभुंकर आज्ञा कार्य करुछि ना प्रभुंकर आज्ञा बहतार नियम अनुसार प्रभुंकर पाई कार्य करुछि जदि प्रभुंक पाई माने आ प्रभुंकर निमंते आज्ञा बहतार कार्य करू ताहले आमनकर पाई आशीर्वाद अछि जेहेतु से झड़ तोफान से समुद्रर पानी से माने मध्य प्रभुंकर आज्ञा पालन करी आज पर्यंत अछंती आउ आमे मनुष्य भल मंदर ज्ञान जानी सुधा आमने प्रभुंकर अबाध्यतार कारण होउछु जदि होउछु ताहले निज निज को सुधारिबा आमनकर प्रभु से दयारे क्षमारे महान कहिबा प्रभु मु प्रस्तुत हेइतिली किंतु किछि पाई नथिली किंतु तुमरी नामरे मु मोर जीवन को पुणी थरे आरंभ करुछि मोर भूल दोष अपराध को प्रभु तुमे क्षमा करी पूर्वरु पश्चिम जेते दूर सेते दूर रे पकई प्रभु मते पुणी थरे नुआ जीवन दियो मो द्वारा परिवार को नुआ आशीर्वाद आसु मो द्वारा मंडली को नुआ आशीर्वाद आसु मो द्वारा मोर साई पड़िशा को नुआ आशीर्वाद आसु आउ केवल प्रभु तुमरी गौरव हो ताले प्रभु आमन को समस्त को आशीर्वाद करिवे धन्यवाद ए सुजोग पाई मु भाई पीटर को धन्यवाद देवी पुणी आपण मैंने शुणी आपण मान प्रति मु अशेष अशेष धन्यवाद धन्यवाद आज्ञा आम अति सुंदर भाव वाक्य शुणिलु आज्ञा बहता हेबा जे आज्ञा पालन करे से प्राण रक्षा करे जहाँ ज्ञानी सोलोमन कहते आज्ञा पालन करवा होउछि प्राण रक्षा करवा आज्ञा पालन करवा द्वारा परित्राण अच्छी आज्ञा पालन करवा द्वारा आशीर्वाद अच्छी आज्ञा पालन करवा द्वारा अनंत राज्यर अधिकार करिवार रही वास्तव भाव में आम एक ख्रीष्ट विश्वासी जीवन में जहाँ लोटों विषय आम देखा स्त्री विषय देखा अति से परिवार थिले ख्रीष्टीय परिवार थिले आउ से तांकर जो आज्ञा लंघन कार्य करने द्वारा लवण स्तंभ होते आज आम जीवन में वास्तव भाव में आम चिंता करवा जे आम जीवन कौन जे आम जीवन लोटों स्त्री भरी जीवन ना आम वास्तव भाव में आम आज्ञा बहता ही आम जीवन काटिबा अति सुंदर भाव में मुझे तांकर जो वाक्य कहिबे अति सरल अति गुरुत्व अति आध्यात्मिक विषय जहाँकि एक फिडिंग हो हृदय स्पर्श हो तेणु आम समस्ते ग्रहण करने द्वारा आज्ञा पालन करवा आज्ञा बहता हवा आम आशीर्वाद पाइबा परित्राण प्राप्त हवा प्रभु आम प्रत्येक को आशीर्वाद करंतु प्रिय दासों को मध्य आगामी दिन मानक प्रभु आशीर्वाद करंतु एपरी पवित्र आत्मा कर्तृत्व पवित्र आत्मा शक्ति रे पवित्र आत्मा परिचालन आह्वान जेपरी वाक्य परि प्रकाश करने को पारिबे तांको आशीर्वाद करने सहित सेवा कार्य परिवार को मध्य आशीर्वाद करंतु एही समय आसंतु आमे प्रार्थना करबा आ मनोद करबा मनकर कराड़ा ज्ञान नमस्कार डिकन ताबड़ा डिकन कराड़ा ज्ञान नमस्कार 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 आज्ञा नमस्कार आमनकर मातृमंडली आश्रयगढ़ मंडली डिकन तावड़ा आज्ञा नमस्कार